ମୁଁ ଆଜି ଆପଣମାନଙ୍କୁ ମାଣ୍ଡିଆ ପୁରୀ ବନେଇକି ଦେଖେଇବି। ଏ ପୁରୀ ବନେଇବା ପାଇଁ ଆପଣଙ୍କୁ ମାତ୍ର 10 ମିନିଟ୍ ସମୟ ଲାଗିବ। ଦେଖିପାରୁଥିବେ ଏ ପୁରୀ କେତେ ବଢ଼ିଆ ସେ ଫୁଲିଛି। ଯଦି ଆପଣ ଏମିତି ମୋ ପ୍ରୋସେସ୍ରେ ମାଣ୍ଡିଆ ପୁରୀ ବନେଇବେ ସବୁ ପୁରୀ ଆପଣଙ୍କର ଫୁଲିବ ଆଉ ଏ ପୁରୀକୁ ଯେତେ ସମୟ ରଖିଲେ ବି ଏ ପୁରା ନରମ ରହିବ। ଆପଣ ମାଣ୍ଡିଆରେ ବହୁତ ପ୍ରକାର ରେସିପି ବନେଇକି ଖାଇଥିବେ। ଥରେ ଏମିତି ମାଣ୍ଡିଆ ପୁରୀ ବନାନ୍ତୁ, ଦେଖିବେ ସମସ୍ତଙ୍କୁ ବହୁତ ପସନ୍ଦ ଆସିବ। ଆପଣଙ୍କୁ କୌଣସି ଓଷା ବ୍ରତ ଦିନରେ ବି ପ୍ରସ୍ତୁତ କରି ଖାଇପାରିବେ। ନମସ୍କାର, ଟ୍ୱିଙ୍କଲ୍ କିଚେନ୍କୁ ଆପଣମାନଙ୍କୁ ସ୍ୱାଗତ। ମାଣ୍ଡିଆ ପୁରୀ ବନେଇବା ପାଇଁ ମୁଁ ଏଠି ଗୋଟେ ବଡ଼ ବାଉଲରେ ଗୋଟେ ଗିନା ମାଣ୍ଡିଆ ଚୁନା ଦେଇଛି। ମାଣ୍ଡିଆର କ୍ୱାଣ୍ଟିଟି ଆପଣ ଆପଣଙ୍କ ହିସାବରେ କମ୍ ବେଶୀ କରିପାରିବେ। ମୁଁ ଯେଉଁ ଗିନାରେ ମାପିକି ମାଣ୍ଡିଆ ଚୁନା ନେଇଥିଲି ସେମ୍ ଗିନାରେ ମାପିକି ମୁଁ ଏଠି ଗୋଟେ ଗିନା ଅଟା ଦେଇଛି। ତାପରେ ମୁଁ ଏଥିରେ ସ୍ୱାଦ ଅନୁସାରେ ଲୁଣ ପକାଇଛି। ତାପରେ ମୁଁ ଏଠି ଗୋଟେ ଛୋଟ ଚାମଚ ଜୁଆଣିକୁ ହାତରେ ଟିକେ ଘଷିକି ପକାଇ ଦେଉଛି। ଜୁଆଣି ଖାଇବା ହଜମ କରିବାରେ ସାହାଯ୍ୟ କରିଥାଏ ଆଉ ଏ ପୁରୀରେ ଜୁଆଣିର ଟେଷ୍ଟ ବି ବହୁତ ଭଲ ଆସିଥାଏ। ଜୁଆଣି ଏଠି ଅପସନାଲ୍ ଅଛି। ଏବେ ଆମେ ସବୁକୁ ଭଲସେ ମିକ୍ସ କରିଦେବା। ତାପରେ ଆମେ ଏଥିରେ ଅଳ୍ପ ଅଳ୍ପ ପାଣି ଦେଇ ଆକୁ ଚକଟିବା। ଆପଣ ଯେମିତି ଅଟା ଚକଟୁଛନ୍ତି ଆକୁ ସେମିତି ଚକଟିବେ, କିନ୍ତୁ ଆକୁ ଟିକେ ନରମ କରି ଚକଟିବେ। ସବୁକୁ ଭଲସେ ଚକଟିଲା ପରେ ଏବେ ଆମେ ଆକୁ କଭର କରି 8 ରୁ 10 ମିନିଟ୍ ପର୍ଯ୍ୟନ୍ତ ରେଷ୍ଟ ହେବାକୁ ଦେବା। 8 ରୁ 10 ମିନିଟ୍ ପରେ ମୁଁ ଏଠି ଘୋଡ଼ଣୀ କାଢ଼ି ଦେଇଛି। ଏବେ ଆମେ ଆକୁ ଆଉ ଥରେ 2 ରୁ 3 ମିନିଟ୍ ପର୍ଯ୍ୟନ୍ତ ଭଲସେ ଚକଟି ଦେବା। ତାପରେ ଆମେ ଆର ଛୋଟ ଛୋଟ ଗୁଳା ବନେଇବା। ଆପଣ ଯେଉଁ ସାଇଜ୍ର ପୁରୀ ବନେଇବାକୁ ଚାହୁଁଛନ୍ତି ସେ ଅନୁସାରେ ଗୁଳା ବନେଇବେ। ମୁଁ ଏଠି ସବୁ ଗୁଳାକୁ ବନେଇ ଦେଇଛି। ଏବେ ଆମେ ପୁରୀକୁ ବେଲିବା, ସେଥିପାଇଁ ମୁଁ ଏଠି କିଛି ଅଟା ନେଇଛି। ଆ ଜାଗାରେ ଆପଣ ତେଲ ନେଇପାରିବେ। ଏବେ ଆମେ ଗୋଟେ ଗୁଳା ନେବା, ତାକୁ ପ୍ରଥମେ ରାଉଣ୍ଡ ସେପ୍ ଦେଇଦେବା। ତାପରେ ଟିକେ ଶୁଖିଲା ଅଟା ଦେଇ ତାକୁ ଭଲସେ ବେଲିବା। ଆପଣ ଯେମିତି ରୁଟି ବେଲୁଛନ୍ତି ଆକୁ ସେମିତି ବେଲିବେ, କିନ୍ତୁ ଏ ପୁରୀକୁ ଟିକେ ମୋଟା ରଖିବେ, ବେଶୀ ପତଳା କରିବେନି। ମୁଁ ଏଠି ଆପଣଙ୍କୁ ଆଉ ଗୋଟେ ପୁରୀ ବେଲିକି ଦେଖେଇ ଦେଉଛି। ଏମିତି ଭାବେ ଆମେ ସବୁ ପୁରୀକୁ ବେଲିକି ନେଇଯିବା। ମୁଁ ଏଠି କିଛି ପୁରୀକୁ ବେଲିକି ନେଇଯାଇଛି। ଚାଲନ୍ତୁ ଏବେ ଆମେ এই ପୁରୀକୁ ଛାଣିବା। ସେଥିପାଇଁ ମୁଁ ଏଠି କଡ଼େଇରେ କିଛି ତେଲ ଦେଇ ଗରମ ହେବାକୁ ରଖିଥିଲି। ତେଲ ଭଲସେ ଗରମ ହୋଇଗଲା ପରେ ଆମେ ଏଥିରେ ପୁରୀକୁ ଦେଇଦେବା। ପୁରୀକୁ ହାଲକା ହାଲକା ହାତରେ ଚାମଚରେ ପ୍ରେସ୍ କରିବା, ଯେମିତି ପୁରୀ ଭଲସେ ଫୁଲିଯିବ। ତାକୁ ଲେଉଟାଇ ଦେବା ଆଉ ଆରପଟ ସାଇଡ଼୍କୁ 20 ରୁ 30 ସେକେଣ୍ଡ ପର୍ଯ୍ୟନ୍ତ ଫ୍ରାଏ କରିବା। ଏ ପୁରୀ ଏଠି ହେଇଯାଇଛି। ଏବେ ଆମେ ଗୋଟେ ପ୍ଲେଟ୍ରେ କାଢ଼ିଦେବା ଆଉ ଏମିତି ଭାବେ ବାକି ସବୁ ପୁରୀକୁ ବି ଛାଣିକି ନେଇଯିବା। ଦେଖିପାରୁଥିବେ ଏ ପୁରୀ କେତେ ବଢ଼ିଆ ସେ ଫୁଲିଛି। ଏମିତି ଭାବେ ଆପଣ ମାଣ୍ଡିଆ ପୁରୀ ବନାନ୍ତୁ, ଦେଖିବେ ଆପଣଙ୍କର ସବୁ ପୁରୀ ଫୁଲିବ। ଯଦି ଆପଣଙ୍କୁ এই ମାଣ୍ଡିଆ ପୁରୀର ରେସିପି ଭଲ ଲାଗିଥିବ ତାହେଲେ ଆକୁ ଲାଇକ୍ କରିବେ, ଆପଣଙ୍କ ସାଙ୍ଗମାନଙ୍କ ସହିତ ସେୟାର କରିବେ। ଯଦି ଏପର୍ଯ୍ୟନ୍ତ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ତାହେଲେ ସବସ୍କ୍ରାଇବ୍ କରିବାକୁ ଜମାରୁ ଭୁଲିବେନି। ପାଖରେ ଥିବା ବେଲ୍ ଆଇକନ୍ରେ ଅଲ୍ ନୋଟିଫିକେସନ୍ରେ କ୍ଲିକ୍ କରିବେ। ଏହାଦ୍ୱାରା ମୋ ଯେଉଁ ଭିଡ଼ିଓ ଆସିବ ଆପଣ ପ୍ରଥମେ ଦେଖିପାରିବେ। ଯଦି ଫେସବୁକ୍ରେ ଦେଖୁଛନ୍ତି ତାହେଲେ ଫଲୋ କରିବାକୁ ଜମାରୁ ଭୁଲିବେନି। ଥ୍ୟାଙ୍କ ୟୁ ଫର୍ ୱାଚିଂ।